ଯଦି ଆପଣ ନୂଆ କରି ସିଏମ୍ କିଷାନ ଟଙ୍କା ପାଇଛନ୍ତି ତେବେ ଆପଣ ବି ଚାହିଁଲେ ଆମ ମୋଦି ସରକାରଙ୍କ ତରଫରୁ ପିଏମ୍ କିଷାନ ଟଙ୍କା ବି ପାଇପାରିବେ 2000 ଟଙ୍କା। ହେଲେ ଏଥିପାଇଁ ଆପଣ କାମ କିଛି କରାଇବାକୁ ପଡ଼ିବ। ଏନେଇ ଦେଖନ୍ତୁ ଆଇଏଣ୍ଡପିଆର୍ ଡିପାର୍ଟମେଣ୍ଟ ଓଡ଼ିଶା ଟ୍ୱିଟ୍ କରି ମଧ୍ୟ ସୂଚନା ଜାରି କରିଛି। କ'ଣ କରିବାକୁ ପଡ଼ିବ ଯାହା ଆମେ ଭିଡ଼ିଓରେ ଜାଣିବା, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏକଥା ଜାଣିଥିବେ ଏଥର ବହୁତ ହିତାଧିକାରୀ ନୂଆ କରି ସିଏମ୍ କିଷାନ ଯେଉଁଟାକି ଆମ ରାଜ୍ୟ ସରକାର ତରଫରୁ 2000 ଟଙ୍କା ପାଇଛନ୍ତି। ତେବେ ଆପଣ ବି ଚାହିଁଲେ ପିଏମ୍ କିଷାନର 2020ତମ କିସ୍ତିର ପାଇପାରିବେ। ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ ଆଇଏଣ୍ଡପିଆର୍ ଡିପାର୍ଟମେଣ୍ଟ ଓଡ଼ିଶା ଟ୍ୱିଟ୍ କରି ସୂଚନା ଜାରି କରିଛି। ସରକାରଙ୍କ ଡିଜିଟାଲ କୃଷି ଅଧୀନରେ କୃଷକ ପଞ୍ଜୀକରଣ ଜାରି ରହିଛି। ଚାଷୀମାନେ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ୟାମ୍ପ, କୃଷକ ରେଜିଷ୍ଟ୍ରି ପୋର୍ଟାଲ ଯାହାକି ଆପଣ ଦେଖିପାରୁଥିବେ ଲିଙ୍କ୍ ମୁଁ ଦେଇଦେବି ଡେସ୍କ୍ରିପ୍ସନରେ। ତା ଛଡ଼ା ଗ୍ରାମ ପଞ୍ଚାୟତ ସ୍ତରରେ ନିଯୁକ୍ତ ସହାୟକ ଏବଂ ନିକଟସ୍ଥ ଜନସେବା କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ। ଅଧିକ ସୂଚନା ପାଇଁ 155333ରେ ଯୋଗାଯୋଗ କରନ୍ତୁ। ତା ଛଡ଼ା ଦେଖନ୍ତୁ ଆଉ ଏକ କ'ଣ ରହିଛି, କୃଷକ ରେଜିଷ୍ଟ୍ରି। କ'ଣ ଇଏ କୃଷକ ରେଜିଷ୍ଟ୍ରି? ନା ସରକାରଙ୍କର ଡିଜିଟାଲ କୃଷି ଅଧୀନରେ କୃଷକ ପଞ୍ଜୀକରଣ ଜାରି ରହିଛି। ସମସ୍ତ ବର୍ଗର ଚାଷୀ ଓ ପିଏମ୍ କିଷାନ ହିତାଧିକାରୀ ଏଥିରେ ପଞ୍ଜୀକୃତ ହେବା ଅନିବାର୍ଯ୍ୟ ବା କରିବା ପାଇଁ ନିହାତି ଆବଶ୍ୟକ। ନଚେତ ଆପଣ ବି ପିଏମ୍ କିଷାନ ଯୋଜନାରୁ ବଞ୍ଚିତ ହୋଇପାରନ୍ତି। ଏବେ ଦେଖନ୍ତୁ ଏଥିରେ ଆବଶ୍ୟକୀୟ ଦସ୍ତାବେଜ ବା ଡକୁମେଣ୍ଟ କ'ଣ ଦରକାର? ନା ଆଧାର କାର୍ଡ, ଆଧାର ସଂଯୁକ୍ତ ମୋବାଇଲ ନମ୍ବର, ନିଜ ନାମରେ ଥିବା ଜମି ପଟ୍ଟା। ଏବେ ଦେଖନ୍ତୁ ଜମି ଜମା ରେକର୍ଡ ନିଜ ନାମରେ ନଥିଲେ ବା ଯଦି ଆପଣଙ୍କ ପାଖରେ ଜମି ଜମା ନାହିଁ ତ କ'ଣ କରିବେ? ନା ମୃତ ଜମିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର କିମ୍ବା ଉତ୍ତରାଧିକାରୀ ପ୍ରମାଣପତ୍ର ସହ ତହସିଲ କାର୍ଯ୍ୟାଳୟରେ ଯୋଗାଯୋଗ କରି ଜମି ପଟ୍ଟା ବା RORରେ ନାମ ସଂଶୋଧନ କରାଇ ନିଅନ୍ତୁ। ନିମ୍ନସ୍ଥ 4ଟି ଉପାୟ ମଧ୍ୟରୁ ଯେକୌଣସି ଉପାୟ ମାଧ୍ୟମରେ କୃଷକ ରେଜିଷ୍ଟ୍ରି ପୋର୍ଟାଲ ଯେଉଁ ଏ ଲିଙ୍କ୍ ଦେଖୁଛନ୍ତି, ଲିଙ୍କ୍ରେ ତୁରନ୍ତ ନିଜକୁ ପଞ୍ଜୀକୃତ କରନ୍ତୁ। କ'ଣ ସେ 4ଟି? ନା ଆପଣ ଦେଖନ୍ତୁ, ନିକଟସ୍ଥ ଜନସେବା କେନ୍ଦ୍ର, 2ରେ ଗ୍ରାମ ପଞ୍ଚାୟତ ସ୍ତରରେ ନିଯୁକ୍ତ ସହାୟକ, 3ରେ ବ୍ୟକ୍ତିଗତ ସ୍ତର, 4ରେ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ୟାମ୍ପ। ଅଧିକ ସୂଚନା ପାଇଁ 155333ରେ କଲ୍ କରିପାରିବେ। ଜାଣନ୍ତୁ ପିଏମ୍ କିଷାନ ଯୋଜନାରେ ଟଙ୍କା ମିଳୁଛି କେବଳ ଚାଷୀଙ୍କୁ ଦିଆଯାଉଛି, ଏଥିରେ ଭୂମିହୀନ ନାହିଁ। ଯଦି ଆପଣଙ୍କର ନିଜର ଚାଷୀ ଜମି ନାହିଁ ବା ଆପଣ ଗୋଟେ କୃଷକ ରେଜିଷ୍ଟ୍ରି ନ କରିଛନ୍ତି ତେବେ ଚାଷୀ ବୋଲି ଆପଣ କେମିତି ଜଣାପଡ଼ିବ? ତେଣୁ ଏ କୃଷକ ରେଜିଷ୍ଟ୍ରି କରିବା ଦ୍ୱାରା ଚାଷୀ ବୋଲି ଆପଣ ଜଣାପଡ଼ିଲେ ତେବେ ମଧ୍ୟ ଆପଣ ପିଏମ୍ କିଷାନର ଟଙ୍କା ପାଇବେ, ନଚେତ ଟଙ୍କା ପାଇବେ ନାହିଁ। ଏଥର ବହୁତ ହିତାଧିକାରୀ ନୂଆ କରି ପାଇଛନ୍ତି ସିଏମ୍ କିଷାନ, ତେଣୁକରି ସେମାନଙ୍କୁ ଏ କୃଷକ ରେଜିଷ୍ଟ୍ରି କରାଇ ନେବା ନିହାତି ଜରୁରୀ। ଜନସେବା କେନ୍ଦ୍ରରେ କରାଇ ପାରିବେ, ନଚେତ ଆମେ ଲିଙ୍କ୍ ଦେଇଛୁ ଡେସ୍କ୍ରିପ୍ସନରେ ଯାଇ ମଧ୍ୟ ଚେକ୍ କରିଦିଅନ୍ତୁ, କରିପାରିବେ। ଆପଣମାନେ ପାଇପାରିବେ ଟଙ୍କା 2020ତମ କିସ୍ତିର, ଯେଉଁଟାକି ପିଏମ୍ କିଷାନ ଯୋଜନା ଅଧୀନରେ।